କାହିଁକି? କଣ ଏମାନଙ୍କର ଉଦ୍ଦେଶ୍ୟ? କଣ? ଉଦ୍ଦେଶ୍ୟ ନଥାଏ କିଏ କାହା ପଛରେ କଣ ଦୌଡ଼େ ଆଜି କିନ୍ତୁ ତୁ କଣ ପତି ପଟା ଧରାପ କି କାହିଁକି? ତମେମାନେ ନିଜକୁ କଣ କରି ଭାବୁଛ? ଯେପରି ନାୟିକ ଦେଶର ଆଇନ ଶୃଙ୍ଖଳା ବୋଲି କିଛି ଅଛି ନା ନାହିଁ? ଅରାଜକତା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେମାନେ ନିଜକୁ ବାଦଶାହ ଭାବି କ୍ରାଇମ କରି ଚାଲିଛନ୍ତି। ଶୁଣ, ଏବେ ପୋଲିସକୁ ଫୋନ କରୁଛି। ତୁ ଚାଲାଣୀ ମାରିବୁ Honda पुलिस बाबू पहुंचवाने आधे तो Honda सोजा कहेगा ओ तू ताले सही लोगो सेदिन वो घरକୁ ଯାଇ ମୋ ସ୍ତ୍ରୀ ଉପରେ ଅତ୍ୟାଚାର ଉଦ୍ୟମ କରିଛ। अरे आराम चला ओ स्त्री कहू ओ स्त्री नेता मंत्री वो बहुत है ए आराम चला आई मीन ଲୋକଟାକୁ ତୁ ମାରିଛୁ। ମୁଁ ମାରିନି ମଣିଷ ମାରିବା ଯେ ଆସେ ଆଜୀବନ କାରାଦଣ୍ଡ। ନାଇଁ ବାବୁ ମୁଁ ଯଦି ଜେଲ ଚାଲିଯାଏ ତାହେଲେ ମୋ ଭଉଣୀ ସହିତ ମୋର ଦେଖା ହେଇପାରିବନି। ମୋ ବାପାଙ୍କୁ ମୁଁ କଥା ଦେଇଥିଲି ମୋ ଭଉଣୀ ବାହାଘରକୁ ଟଙ୍କା ଦେବା ପାଇଁ, ହେଲେ ଅନେକ ପରିଶ୍ରମ କରି ଟଙ୍କା ରୋଜଗାର କରିଥିଲି, ହେଲେ ଗୁଣ୍ଡାମାନେ ମୋତେ ମାଡ଼ ମାରି ମୋଠୁ ନେଇଗଲେ। ଟଙ୍କା ନହେଲା ନାହିଁ ମୁଁ ତ ମୋ ଭଉଣୀ ସହିତ ଦେଖା କରିପାରିବି। ବାବୁ ମୋ ବାପାଙ୍କୁ ମୁଁ କଥା ଦେଇଥିଲି 50,000 ଟଙ୍କା ଦେବା ପାଇଁ। 50,000 କଣ? ତତେ ମୁଁ 1,00,000 ଟଙ୍କା ଦେବି। ଏତେ ଗୁଡ଼ାଏ ଟଙ୍କା ହେଲେ ମୋତେ କଣ କରିବାକୁ ପଡ଼ିବ କୁହ ବାବୁ? ତୁ ଶୁଣ, ଏ ଲୋକଟାକୁ ଦେଖିଛୁ ମୁଁ ମାରିଛି। ପୋଲିସ ଆସିଲା ମାତ୍ରେ ତୁ ବଜାର ନେଇ ଚାଲିଯିବୁ। ନାଇଁ ନାଇଁ ନାଇଁ, ଭୁଜାଲ ନେଇ ମୁଁ କଣ କରିବି? ରାସ୍ତାରେ ଲୋକମାନେ ମୋତେ ଦେଖିଲେ ମାରିଦେବେ। अरे पुओ पोखरी देखिले उजलना खबर दे सभा सुतर ही चली जिवो। मो पानी बाबू केही देखि पारियनी, केही जानि पारियनी। हे के आइडिया देछ दियो टंका दियो। हे टंका Santo Manci, Antigiro la Manuel, y Oisabiro, Tachirame, Oiso, Osa direttore Bongare, Osa direttore, और बहुत कोई मारे, Amen, Rom, ଆପଣ କେତେବେଳେ
ପଟେ ଯାଉଥିଲି ଏ ଲୋକଟାର ଚିତ୍କାର ଶୁଣି ମୁଁ ପହଞ୍ଚିଗଲି। ମୋ ମନରେ ଟିକେ ଦୟା ଆସିଲା ତ ଯେବେଳେ ପହଞ୍ଚିଗଲି। ସତରେ ସମସ୍ତେ କହନ୍ତି ଏ ଭୁବନେଶ୍ୱର ନୁହେଁ କାହାର। ଦେଖନ୍ତୁ ସାର୍, ଏ ଲୋକଟା ନିର୍ଦ୍ଦୟ ଭାବରେ ମରିଛି। ଦେଖନ୍ତୁ ଏ ଗଣ୍ଠିଲି ବି ଛାଡ଼ି ଦେଇକି ଯାଉଛି। ଆସୁଛି ସାର୍, ଆସୁଛି। समय जहाँ है निज सुरक्षित मन करवा आदौ उचित हे भगवान छेले गोटे अजଣା लोक घर ଭିତରକୁ ପଶିଆସି ଯେଉଁ ଘଟଣା ଘଟେଇ ଗଲା ଆଉ ଦୁନିଆରେ କ'ଣ ଏମିତି ଜଣେ ଅର୍ଦ୍ଧର କଣ ଅଛନ୍ତି ଆପଣ କାହା ଉପରେ ଏତେ ବିରକ୍ତି ହେଉଛନ୍ତି କି ମୁଁ ଭାବିଲି ସେ ବଦମାସ ସମୟ ଉପରେ ବାପା ଆପଣ ଜମା ବ୍ୟସ୍ତ ହୁଅନ୍ତୁନି ଆପଣ ପାଇଁ ମୁଁ ଚାହା ନେଇ ଆସୁଛି ଆପଣ ଏଇଠି ବସି ପିଅନ୍ତୁ ସିଏ ବୋଧେ ଆସିଥିବେ ଆଉ ସେଇଥିପାଇଁ ମୁଁ ତାରି ଉପରେ ବିରକ୍ତ ହଉଥିଲି ନୂଆ ବୋହୁଟା ଆଉ ଏକା ଛାଡ଼ି ବାରମ୍ବାର ମନେ କରୁଛି ଯୁଆଡ଼େ ଯିବୁ ଟିକେ ଶୀଘ୍ର आसू से समुदाय चौधरी घर तो हाँ मुझे सोमनाथ राय चौधरी ए देखो तो ए आईडी का ए ये तो मोटो समय आईडी का हेले पुलिस बाबू मो समय कौन है पुलिस बाबू आई एम सॉरी मिस्टर राय आपनको समय को मारी दिया जाए छे কথাটা সত এই দেখুন
ଏମିତିରେ ତୁ ଚାଲି ଦେଇ ଚାଲି ଆଉ ମୋ ଜୀବନର ଆଶା ବାଡ଼ିଟିଏ ଥିଲୁ ଏ ସମୟ ଉଠିଲେ ସମୟ ବାପା ଆପଣ ପରେ ମତେ ଏଥର ଦେବୀ ରୂପରେ ପୂଜା କରୁଥିଲେ ଆପଣ କୁହନ୍ତୁ ବାପା ସତରେ କଣ ମୋ ସୁଖର ସଂସାର ଭାଙ୍ଗିଗଲା ସତରେ କଣ ସମୟ ମତେ ଛାଡି ଏକା କରି ଚାଲିଗଲେ ଆପଣ ଦେଇଥିବା କଥା ଆପଣ ରଖିପାରିଲେନି ବାପା କାହିଁକି ବାପା କାହିଁକି ଏ ମା କେମିତି ତମ ସମୟଟା ସରିଯାଇଛି ଆଜି କେମିତି ସୋମନାଥ ରାୟ ଚୌଧୁରୀ가 ତ ଅନ୍ତଃ ଦୋହ ଦୋହରି କାନ୍ଦୁଛି ଏ ଶାନ୍ତି ତମେ ଟିକେ ଦେଖିବ ଆସ ବାପା ଏ ସମୟ ନାଇଁ ବାପା ତମ ଡାକିଲେ ତମ ଡାକରେ ଆଉ ତାଙ୍କ ନିଦ ଭାଙ୍ଗିବନି ଆଉ ସେ ତମ ଉପରେ କେବେ ବି ବିରକ୍ତି ହେବେନି ବାପା ହଁ ବାପା ସେ ନା ମୋ ଉପରେ ଅଭିମାନ କରିଛନ୍ତି କାହିଁକି ନା ବାପା ମୁଁ ନା ନାଲି ଶାଢ଼ୀ ପିନ୍ଧିନି ହେଲା ହେଲେ ମୁଁ କଣ କରିବି ମୁଁ ନାଲି ଶାଢ଼ୀ ପିନ୍ଧିଲେ ନା ସେ ମୋ ସହିତ କଥା ହେବେ ମୁଁ କଣ କରିବି ମୁଁ ଏବେ ନାଲି
ଜୀବନର ଦୋଛକି ରାସ୍ତା ଉପରେ ଛିଡ଼ାଏ ମୁଁ ଆଜି ଏତିକି ଭାବୁଛି ଠିକ କରିଛି ନା ଭୁଲ କରିଛି ଯେ ଠିକ ହଉ କି ଭୁଲ ହଉ ସତ ହଉ କିମ୍ବା ମିଛ ହଉ ଯେତେ ଯାହା ହେଲେ ମୋ ସମୟଙ୍କ ପାଇଁ ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୁର ପିନ୍ଧିଛି ଆଉ ମତେ ବିଧବା ହବାକୁ ପଡିବ ମୁଁ ବିଧବା ମୋ ଜୀବନର ଏମିତି ଏକ କାହାଣୀ ନା କାହାକୁ କହିହେବ ନା ଲେଖିହେବ ନା ପଢିହେବ ଇଏ ମୋ ଜୀବନ ନାଟକର କାହାଣୀ। କିଛି ଦିନ ତମେ ମୋ ସ୍ତ୍ରୀ ଭୂମିକାରେ ଅଭିନୟ କରିବ ମୁଁ କଥା ଦେଉଛି ତମ ସ୍ୱାମୀ ଆସିଲେ ଯେତେ ଟଙ୍କା ଲାଗିବ ମୁଁ ଖର୍ଚ୍ଚ କରି ତମ ଦୁଇ ଜଣଙ୍କ ବିବାହ କରିଦେବି କିନ୍ତୁ ଏ ଦୁନିଆ ଜାଣିବ ଆମେ ସ୍ୱାମୀ ସ୍ତ୍ରୀ କିନ୍ତୁ ଆମ ଭିତରେ ଥିବ ଭାଇ ଭଉଣୀର ସମ୍ପର୍କ କୁହ ପାରିବ କି ନା କୁହ ପାରିବ କି ନା ଆରେ କୁହ ପାରିବ କି ନା ଏ ମା ଅନନ୍ତର ସଂସାରର ନୀତି ନିୟମ କେହି ଅବମାନିତ କରନ୍ତି ଏବେ ତୁ ମୋ ସମୟର ଶଙ୍କା ସିନ୍ଦୁର ପିନ୍ଧି ଏ ଘରର ବୋହୂ ହେଇଥିଲୁ ଆଉ ତାର ମାନେ ତମେ ବିଧବା ହବାକୁ ପଡିବ ମାଲୋ ମୋ ସମୟ ତ ଚାଲିଗଲା ଶେଷରେ ତୋ ବାପାଟା ମରିଯିବ ନାଇଁ ବାପା ଆପଣ ସେମିତି କୁହନ୍ତୁନି ବାପା ଜୀବନର ଦୋଛକି ରାସ୍ତା ପରେ ଛିଡ଼ା ହୋଇ ମୁଁ ଆଜି ଏତିକି ଭାବୁଛି ଠିକ କରିଛି ନା ଭୁଲ କରିଛି ଠିକ ହଉ ବା ଭୁଲ ହଉ ଯେତେ ଯାହା ହେଲେ ବି ମୁଁ ସମୟକୁ ବାହା ହେଇଥିଲି ତାଙ୍କ ପାଇଁ ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୁର ପିନ୍ଧିଛି ମତେ ତ ବିଧବା ହବାକୁ ପଡିବ ମୁଁ ବିଧବା ମୋ ଜୀବନର ଏମିତି ଏକ କାହାଣୀ ନା କାହାକୁ କହିହେବ ନା
Bye.